ଶ୍ରୀମଦ୍ ଭଗବଦ୍ ଗୀତା ଦ୍ୱିତୀୟ ଅଧ୍ୟାୟ 58ତମ ଶ୍ଲୋକ ସମ୍ବନ୍ଧରେ କୁହାଯାଇଛି, ସ୍ଥିର ବୁଦ୍ଧି ସମ୍ପନ୍ନ ଯୋଗୀ କିପରି ବଚନ କହନ୍ତି। ଏହି ଦ୍ୱିତୀୟ ପ୍ରଶ୍ନ ଉତ୍ତର ସମାପ୍ତ କରିସାରି ଭଗବାନ ବର୍ତ୍ତମାନ ସେ କିପରି ବସନ୍ତି, ଏହି ତୃତୀୟ ପ୍ରଶ୍ନ ଉତ୍ତର ଦେଇଛନ୍ତି। ସେ କହୁଛନ୍ତି, ସ୍ଥିତପ୍ରଜ୍ଞ ପୁରୁଷ ଇନ୍ଦ୍ରିୟମାନଙ୍କୁ ସର୍ବଥା ନିଜ ବଶରେ ରଖନ୍ତି ଏବଂ ଆସକ୍ତି ରହିତ ହୋଇ ଇନ୍ଦ୍ରିୟମାନେ ନିଜ ନିଜ ବିଷୟରୁ ଉପରତ ହୋଇଯାଆନ୍ତି। ତାହା ହିଁ ସ୍ଥିତପ୍ରଜ୍ଞ ପୁରୁଷଙ୍କର ବସିବା। ଏହି ଶ୍ଲୋକର ବ୍ୟାଖ୍ୟା ଏମିତି କରାଯାଇଛି, ଏବଂ କଇଁଚ ଯେପରି ନିଜର ଅଙ୍ଗ ପ୍ରତ୍ୟଙ୍ଗ ଗୁଡ଼ିକୁ ସବୁ ଦିଗରୁ ସଙ୍କୁଚିତ କରି ଆଣେ, ଏହି ପୁରୁଷ ଯେତେବେଳେ ଠିକ୍ ସେହିପରି ନିଜର ଇନ୍ଦ୍ରିୟମାନଙ୍କୁ ଇନ୍ଦ୍ରିୟ ଗ୍ରାହ୍ୟ ବିଷୟମାନଙ୍କରୁ ସକଳ ପ୍ରକାରେ ହଟାଇ ଆଣନ୍ତି, ସେତେବେଳେ ତାଙ୍କର ବୁଦ୍ଧି ସ୍ଥିର ଅଟେ ବୋଲି ଜାଣିବା ଉଚିତ। ପ୍ରଶ୍ନ, ଇନ୍ଦ୍ରିୟ ଗ୍ରାହ୍ୟ ବିଷୟମାନଙ୍କରୁ ଇନ୍ଦ୍ରିୟମାନଙ୍କୁ କଇଁଛ ପରି ସକଳ ପ୍ରକାରେ ହଟାଇ ଆଣିବା ଅର୍ଥ କ'ଣ? ଉତ୍ତର, କଇଁଛ ଯେପରି ନିଜର ଅଙ୍ଗ ପ୍ରତ୍ୟଙ୍ଗ ଗୁଡ଼ିକୁ ସବୁ ଦିଗରୁ ସଙ୍କୁଚିତ କରି ଆଣି ସ୍ଥିର ହୋଇଯାଏ, ସମାଧିରେ ସ୍ଥିତ ଯୋଗୀଙ୍କ ଦ୍ୱାରା ସେହିପରି ବଶ ହୋଇଥିବା ଇନ୍ଦ୍ରିୟମାନଙ୍କର ବୃତ୍ତିମାନଙ୍କୁ ସକଳ ବିଷୟରୁ ହଟାଇ ଆଣିବା, କୌଣସି ବି ଇନ୍ଦ୍ରିୟକୁ କୌଣସି ଭୋଗ ଆଡ଼କୁ ଆକର୍ଷିତ ହେବାକୁ ନ ହେବା ଏବଂ ଇନ୍ଦ୍ରିୟମାନଙ୍କରେ ମନ ଓ ବୁଦ୍ଧିକୁ ବିଚଳିତ କରାଇବାର ଶକ୍ତି ରହିବାକୁ ନ ଦେବା ହିଁ କଇଁଛ ପରି ଇନ୍ଦ୍ରିୟ ଗ୍ରାହ୍ୟ ବିଷୟରୁ ଇନ୍ଦ୍ରିୟମାନଙ୍କୁ ହଟାଇ ଆଣିବା। ବାହାର ପଟୁ ଇନ୍ଦ୍ରିୟମାନଙ୍କର ଦ୍ୱାରପଥ ରୁଦ୍ଧ କରିଦେଇ ଇନ୍ଦ୍ରିୟମାନଙ୍କୁ ସ୍ଥୂଳ ବିଷୟରୁ ଦୂରେଇ ଆଣିଲେ ବି ଇନ୍ଦ୍ରିୟମାନଙ୍କର ବୃତ୍ତିମାନେ ବିଷୟ ଆଡ଼କୁ ଦୌଡ଼ନ୍ତି। ତେଣୁ ସାଧାରଣ ମନୁଷ୍ୟ ସ୍ୱପ୍ନରେ ଏବଂ ମନୋରାଜ୍ୟରେ ଇନ୍ଦ୍ରିୟମାନଙ୍କ ଦ୍ୱାରା ସୂକ୍ଷ୍ମ ବିଷୟମାନଙ୍କୁ ଉପଭୋଗ କରି ଚାଲିଥାଏ। ଏଠାରେ ସର୍ବଶଃ ପଦ ବ୍ୟବହାର କରି ଏହିପରି ବିଷୟ ଭୋଗରୁ ଇନ୍ଦ୍ରିୟମାନଙ୍କୁ ସର୍ବଥା ହଟାଇ ଆଣିବା କଥା କୁହାଯାଇଛି। ପ୍ରଶ୍ନ, ତାଙ୍କର ବୁଦ୍ଧି ସ୍ଥିର ଅଟେ, ଏହି କଥାର ତାତ୍ପର୍ଯ୍ୟ କ'ଣ? ଉତ୍ତର, ଏପରି କହି ଦେଖାଇ ଦିଆଯାଇଛି ଯେ ଯାହାଙ୍କର ଇନ୍ଦ୍ରିୟମାନେ ସବୁ ପ୍ରକାରେ ଏପରି ତାଙ୍କର ବଶ ହୋଇଯାଇଛନ୍ତି ଯେ ସେମାନଙ୍କଠାରେ ମନ ଓ ବୁଦ୍ଧିକୁ ବିଷୟ ଆଡ଼କୁ ଆକର୍ଷିତ କରିବା ପାଇଁ ସାମାନ୍ୟ ଶକ୍ତି ମଧ୍ୟ ରହିନାହିଁ, ଏବଂ ଏପରି ଭାବରେ ବଶ କରିଥିବା ଇନ୍ଦ୍ରିୟମାନଙ୍କୁ ଯେ ସର୍ବଥା ବିଷୟରୁ ଦୂରେଇ ରଖନ୍ତି, ତାଙ୍କର ବୁଦ୍ଧି ସ୍ଥିର। ଯାହାଙ୍କର ଇନ୍ଦ୍ରିୟମାନେ ବଶ ହୋଇନାହାନ୍ତି, ତାଙ୍କର ବୁଦ୍ଧି ସ୍ଥିର ହୋଇପାରିବ ନାହିଁ, କାରଣ ବଶ ହୋଇନଥିବା ଇନ୍ଦ୍ରିୟମାନେ ମନ ଓ ବୁଦ୍ଧିକୁ ବଳପୂର୍ବକ ନେଇ ବିଷୟ ଉପଭୋଗରେ ଲଗାଇ ଦିଅନ୍ତି। 59 ଶ୍ଲୋକ ସମ୍ବନ୍ଧରେ କୁହାଯାଇଛି, ପୂର୍ବ ଶ୍ଲୋକରେ ତୃତୀୟ ପ୍ରଶ୍ନର ଉତ୍ତର ଦେଇ ସ୍ଥିତପ୍ରଜ୍ଞ ପୁରୁଷଙ୍କ ବସିବାର ପ୍ରକାର ବୁଝାଇ ଦେଇ ବର୍ତ୍ତମାନ ସେଥିରେ ଉପୁଜୁଥିବା ଶଙ୍କାମାନଙ୍କର ସମାଧାନ କରିବା ପାଇଁ ଅନ୍ୟ ପ୍ରକାରେ କରାଯାଉଥିବା ଇନ୍ଦ୍ରିୟ ସଂଯମ ଅପେକ୍ଷା ସ୍ଥିତପ୍ରଜ୍ଞଙ୍କ ଇନ୍ଦ୍ରିୟ ସଂଯମର ବୈଶିଷ୍ଟ୍ୟ ଦେଖାଉଛନ୍ତି। ଏହି ଶ୍ଲୋକରେ ବ୍ୟାଖ୍ୟା ଏମିତି କରାଯାଇଛି, ଇନ୍ଦ୍ରିୟମାନଙ୍କ ଦ୍ୱାରା ବିଷୟମାନଙ୍କୁ ଗ୍ରହଣ କରୁନଥିବା ପୁରୁଷର କେବଳ ବିଷୟମାନେ ବୃତ୍ତି ହୋଇଯାଆନ୍ତି। ବିଷୟ ଭୋଗ ପ୍ରତି ରହିଥିବା ଆସକ୍ତି ବିବୃତ ହୋଇନାହିଁ। ମୁଁ ଆଉଥରେ ପଢ଼ୁଛି, ବିଷୟ ଭୋଗ ପ୍ରତି ରହିଥିବା ଆସକ୍ତି ନିବୃତ୍ତ ହୁଏ ନାହିଁ, କିନ୍ତୁ ପରମାତ୍ମାଙ୍କ ସାକ୍ଷାତକାର କରୁଥିବାରୁ ଏହି ସ୍ଥିତପ୍ରଜ୍ଞ ପୁରୁଷଙ୍କର ଆସକ୍ତି ବି ନିବୃତ୍ତ ହୋଇଯାଇଥାଏ। ପ୍ରଶ୍ନ, ଏଠାରେ ନିରାହାରସ୍ୟ ବିଶେଷଣ ସହିତ ଦେହିନଃ ପଦଟି କାହାର ବାଚକ? ଉତ୍ତର, ଯେ ଆହାର ପରିତ୍ୟାଗ କରିଦିଅନ୍ତି, ଲୋକେ ତାଙ୍କୁ ନିରାହାର କହନ୍ତି, କିନ୍ତୁ ଏଠାରେ ନିରାହାରସ୍ୟ ପଦର ପ୍ରୟୋଗ ସେହି ଅର୍ଥରେ କରାଯାଇ ନାହିଁ, କାରଣ ଏଠାରେ ବିଷୟାହା ପଦରେ
ବହୁବଚନ ପ୍ରୟୋଗ କରି ସମସ୍ତ ପ୍ରକାର ବିଷୟରୁ ନିବୃତ୍ତ ହୋଇଯିବା କଥା କହିଛନ୍ତି। ଭୋଜନ ତ୍ୟାଗ ଦ୍ୱାରା କେବଳ ଜିହ୍ୱା ଇନ୍ଦ୍ରିୟର ବିଷୟ ନିବୃତ୍ତି ହୋଇଯାଏ। ଶବ୍ଦ, ସ୍ପର୍ଶ, ରୂପ ଏବଂ ଗନ୍ଧର ନିବୃତ୍ତି ହୋଇ ନଥାଏ। ଏଣୁ ବୁଝିବାକୁ ହେବ ଯେ ପ୍ରତ୍ୟେକ ଇନ୍ଦ୍ରିୟର ବିଷୟ ହିଁ ସେହି ଇନ୍ଦ୍ରିୟର ଆହାର। ସେହି ଦୃଷ୍ଟିରୁ ଯେ ସମସ୍ତ ଇନ୍ଦ୍ରିୟ ଦ୍ୱାରା ସମସ୍ତ ଇନ୍ଦ୍ରିୟର ବିଷୟମାନଙ୍କୁ ଗ୍ରହଣ କରିବା ଛାଡ଼ିଦିଏ, ସେହି ଦେହାଭିମାନୀ ମନୁଷ୍ୟର ବାଚକ ରୂପେ ନିରାହାରସ୍ୟ ବିଶେଷଣ ସହିତ ଦେହିନଃ ପଦଟି ଦିଆଯାଇଛି। ପ୍ରଶ୍ନ, ଏପରି ମନୁଷ୍ୟର ବି କେବଳ ବିଷୟମାନେ ନିବୃତ୍ତ ହୋଇଯାଆନ୍ତି, ପରନ୍ତୁ ସେଥିପ୍ରତି ଥିବା ଆସକ୍ତି ନିବୃତ୍ତ ହୁଏ ନାହିଁ। ଏହାର ଭାବ କ'ଣ? ଉତ୍ତର, ଏଠାରେ ଦେଖାଇ ଦିଆଯାଇଛି ଯେ ଅଜ୍ଞାନୀମାନେ ମଧ୍ୟ ବିଷୟମାନଙ୍କୁ ପରିତ୍ୟାଗ କରି ଉପରୁ କଇଁଛ ପରି ନିଜର ଇନ୍ଦ୍ରିୟମାନଙ୍କୁ ବିଷୟରୁ ହଟାଇ ଆଣିପାରନ୍ତି, କିନ୍ତୁ ସେମାନଙ୍କର ବିଷୟ ପ୍ରତି ଆସକ୍ତି ରହିଥାଏ। ଆସକ୍ତି ନାଶ ହୁଏ ନାହିଁ। ତେଣୁ ଇନ୍ଦ୍ରିୟମାନଙ୍କର ବୃତ୍ତିମାନେ ବିଷୟ ଆଡ଼କୁ ଦୌଡ଼ୁଥାନ୍ତି ଏବଂ ସେମାନଙ୍କର ଅନ୍ତଃକରଣରୁ ସ୍ଥିର ହେବାକୁ ଦିଅନ୍ତି ନାହିଁ। ନିମ୍ନଲିଖିତ ଉଦାହରଣରୁ ଏହି କଥା ଭଲ ଭାବେ ବୁଝିହେବ। ରୋଗ ବା ମୃତ୍ୟୁ ଭୟରୁ ଅଥବା ଅନ୍ୟ କୌଣସି କାରଣରୁ ବିଷୟାସକ୍ତ ଲୋକେ କୌଣସି ଗୋଟିଏ ବିଷୟ ବା ଅଧିକ ବିଷୟ ତ୍ୟାଗ କରିଦେଇଥାନ୍ତି। ସେମାନେ ଯେଉଁ ବିଷୟଟି ତ୍ୟାଗ କରିଦେଇଥାନ୍ତି, ସେହି ବିଷୟରୁ ସେମାନଙ୍କର ନିବୃତ୍ତି ହୋଇଯାଇଥାଏ। ଏହିପରି ସମସ୍ତ ବିଷୟ ତ୍ୟାଗ କରିଦେଲେ ସମସ୍ତ ବିଷୟରୁ ନିବୃତ୍ତ ହୋଇପାରେ, କିନ୍ତୁ ଏହି ନିବୃତ୍ତି ଜିଦ୍, ଭୟ ବା ଅନ୍ୟ କୌଣସି କାରଣରୁ ଆସକ୍ତି ଥାଉ ଥାଉ ହୋଇଥାଏ। ତେଣୁ ଏପରି ନିବୃତ୍ତିରେ ବସ୍ତୁତଃ ଆସକ୍ତିର ନିବୃତ୍ତି ହୋଇନପାରେ। ଦାମ୍ଭିକ ମନୁଷ୍ୟ ଯେତେବେଳେ ଲୋକଙ୍କୁ ଦେଖାଇବା ପାଇଁ 10 ଇନ୍ଦ୍ରିୟର ଶବ୍ଦାଦି ବିଷୟମାନଙ୍କୁ ପରିତ୍ୟାଗ କରିଦିଏ, ସେତେବେଳେ ଉପରୁ ବିଷୟମାନଙ୍କର ନିବୃତ୍ତି ହୋଇଯାଇଥାଏ, କିନ୍ତୁ ଭିତରେ ବିଷୟ ପ୍ରତି ଆସକ୍ତି ରହିଥିବାରୁ ତାର ମନରେ ବିଷୟ ଚିନ୍ତନ ହେଉଥାଏ। ତେଣୁ ଆସକ୍ତି ପୂର୍ବ ପରି ରହିଥାଏ। ଭୌତିକ ସୁଖ କାମନା କରୁଥିବା ମନୁଷ୍ୟ ଅଣିମାଦି ସିଦ୍ଧି ପ୍ରାପ୍ତି ପାଇଁ ବା ଅନ୍ୟ କୌଣସି ବିଷୟ ସୁଖ ପ୍ରାପ୍ତି ପାଇଁ ଧ୍ୟାନ ସମୟରେ ବା ସମାଧି ସମୟରେ 10 ଇନ୍ଦ୍ରିୟର ବିଷୟମାନଙ୍କୁ ଉପରୁ ତ୍ୟାଗ କରିଦେଇଥାଏ। ସେ ସେହି ବିଷୟ ମନରେ ଚିନ୍ତନ ନ କଲେ ମଧ୍ୟ ଭୋଗମାନଙ୍କରେ ତାହାର ଆସକ୍ତି ରହିଥାଏ। ଆସକ୍ତି ନାଶ ହୋଇ ନଥାଏ। ଏପରି ଭାବରେ ସ୍ୱରୂପତଃ ବିଷୟ ତ୍ୟାଗ କରିଦେଲେ ବିଷୟ ନିବୃତ୍ତି ହୋଇପାରେ, କିନ୍ତୁ ତହିଁରେ ଥିବା ଆସକ୍ତିର ନିବୃତ୍ତି ହୁଏ ନାହିଁ। ପ୍ରଶ୍ନ, ଏଠାରେ ରସର ଅର୍ଥ ଆସ୍ୱାଦନ ବା ମନ ଦ୍ୱାରା ଉପଭୋଗ ବୋଲି ମାନି ତାହାର ରସ ନିବୃତ୍ତି ହୁଏ ନାହିଁ। ବାକ୍ୟର ଅର୍ଥ ଏପରି ପୁରୁଷ ସ୍ୱତଃପ୍ରତ ବିଷୟ ତ୍ୟାଗୀ ହୋଇ ମଧ୍ୟ ମନରେ ବିଷୟ ଭୋଗ କରି ଆନନ୍ଦ ପାଆନ୍ତି ବୋଲି ଯଦି ଗ୍ରହଣ କରାଯାଏ, ତେବେ ଆପତ୍ତି କ'ଣ? ଉତ୍ତର, ଉପରୋକ୍ତ ବାକ୍ୟରେ ଏପରି ଅର୍ଥ ବି ହୋଇଯାଇପାରିବ, କିନ୍ତୁ ମନ ଦ୍ୱାରା ବିଷୟର ଏପରି ଆସ୍ୱାଦନ କେବଳ ବିଷୟରେ ଆସକ୍ତି ଯୋଗୁଁ ହିଁ ହୁଏ। ତେଣୁ ରସର ଅର୍ଥ ଆସକ୍ତି ବୋଲି ଗ୍ରହଣ କଲେ ବି ଏହି ବିଷୟଟି ତାହାର ଅନ୍ତର୍ଗତ ହୋଇ ହିଁ ହୁଏ। ଦ୍ୱିତୀୟ କଥା ହେଉଛି, ଏପରି ଭାବରେ ମନ ଦ୍ୱାରା ବିଷୟ ଉପଭୋଗକୁ ପରମାତ୍ମା ସାକ୍ଷାତକାର ପୂର୍ବରୁ ଜିଦି, ବିବେକ ଓ ବିଚାର ଦ୍ୱାରା ମଧ୍ୟ ବନ୍ଦ କରାଯାଇପାରେ, କିନ୍ତୁ ପରମାତ୍ମାଙ୍କ ସାକ୍ଷାତକାର ହୋଇଯିବା ପରେ ତ ତାଙ୍କର ମୂଳ ଆସକ୍ତି ବି ନାଶ ହୋଇଯାଏ ଏବଂ ଏଥିରେ ହିଁ ପରମାତ୍ମାଙ୍କ ସାକ୍ଷାତକାର ଚରିତାର୍ଥତା ରହିଛି। ମନରୁ ବିଷୟମାନଙ୍କର ଉପଭୋଗ ହଟାଇବାରେ ନାହିଁ। ଏଣୁ ଉପରେ ରସର ଯେଉଁ ଅର୍ଥ କରାଯାଇଛି ତାହା ହିଁ ଠିକ୍। ପ୍ରଶ୍ନ, ଅସ୍ୟ ପଦ କେଉଁ ଅର୍ଥରେ ବ୍ୟବହାର କରାଯାଇଛି ଏବଂ ଏହାଙ୍କର ଆସକ୍ତି ମଧ୍ୟ ପରମାତ୍ମାଙ୍କ ସାକ୍ଷାତକାର କରି ନିବୃତ୍ତ ହୋଇଯାଏ। ଏକଥାର ଭାବ କ'ଣ? ଉତ୍ତର, ଏଠାରେ ସ୍ଥିତପ୍ରଜ୍ଞ ଯୋଗୀଙ୍କ ପ୍ରକରଣ ଚାଲିଛି।
अस्य पदटी हेउछि तांकरी वाचक। पुणी उपरोक्त कथनरे देखाई दिया जाइछि जे परमानंदर सागर परमात्मांक साक्षात्कार होई जिबारु सही स्थित प्रज्ञ योगींकर कौनसी सांसारिक पदार्थरे कौनसी प्रकार आसक्ति रहे नहीं। कारण आसक्तिर कारण हेउछि अविद्या। परमात्मांक साक्षात्कार होई गले अविद्या नाश होई जाए। साधारण मनुष्य मानंकु मोह हेतु इंद्रिय भोगरे सुखर प्रतीति हुए, तेणु सेमानंकर भोगरे आसक्ति रहे, किंतु वास्तवरे भोगरे लेस मात्र सुख न थाए। सेथिरे जहा किछि सुख प्रतीत हुए ताहा परम आनंद रूप परमात्मांक आनंदर किछि अंशर आभास मात्र। जेपरि अंधार रातिरे उज्जवल नक्षत्र मानंकरे जो आलोक प्रतीत हुए, सही आलोक सूर्यंकर आलोकर आभास मात्र एवं सूर्य उदय हेबा परे सेमानंकर आलोक लुप्त हो जाए। सेहीपरि सांसारिक पदार्थरे प्रतीत हेउथिबा सुख आनंदमय परमात्मांक आनंदर आभास मात्र। तेणु जो पुरुषंकु परमानंद रूपी परमात्मांक प्राप्त हो जाती तांको भोगरे आदौ सुख प्रतीति हुए नहीं एवं तांकठारे कौनसी भी आसक्ति रहे नहीं। कारण परमात्मा एपरि एक दिव्य अद्भुत अलौकिक आकर्षण वस्तु जे तांको पाई जिबा परे जो तन्मयता मुग्धता मधुरता तल्लीनता सृष्टि हुए ताहा द्वारा निजर समस्त अस्तित्व लोप पाई जाए। तेणु अन्य वस्तुर चिंतन आउ करिब किए। तेणु परमात्मांक साक्षात्कार द्वारा आसक्ति सर्वथा शून्य हो जाए बोली कहा जाइछि। एहीपरि आसक्ति न रहिबारु स्थितप्रज्ञଙ୍କ संयमरे केवल विषयर निवृत्ति ही हुए नहीं, आसक्तिर मध्य संपूर्ण रूपे अभाव हो जाए। यह ही तांकर विशेषत्व। 60तम श्लोक संबंधरे कुहाଯାଇଛି आसक्ति नाश नहेले एवं इंद्रिय संयम नहेले क्षति कौन। एहारी उपरे कहउछंती, हे अर्जुन, भगवान कहउछंती, हे अर्जुन, आसक्ति नाश होई नथिबारु एही प्रथम नस्वभाव विशिष्ट इंद्रिय माने जत्नशील बुद्धिमान पुरुषंकर मन को मध्य बलपूर्वक हरण करिनियंती। प्रश्न एठारे ही पद भाव कौन। उत्तर, ही पदटी एही श्लोकर पूर्व श्लोक और पर श्लोक मध्यरे देहली दीप न्याय रे संबंध स्थापन करुछि। पूर्व श्लोक रे कहा जाइछि जे विषय मानंकु केवल स्वरूपतः त्याग करुथिबा पुरुषर विषय माने ही निवृत्त हुअंती, किंतु राग निवृत्त हुए नहीं। यह उपरे प्रश्न उठी पारे, राग निवृत्त नहेले क्षति कौन। ताहार उत्तर रे एही श्लोक रे कहा जाइछि जे पर्यंत मनुष्य रे विषय रे आसक्ति रही थाए से पर्यंत सही आसक्ति हेतु इंद्रिय माने ताकू बलपूर्वक विषय रे प्रवृत्त कराई दियंती। अतएव तार मन और बुद्धि परमात्मांक स्वरूप रे स्थिर होई रही पारे नहीं। जेहेतु इंद्रिय माने मनुष्यर मन को बलपूर्वक हरण करिनियंती, तेणु परवर्ती श्लोक रे भगवान कहिछंती, ए सबु इंद्रिय मानंकु बश करी समाहित चित्त होई एवं मोर परायण होई मनुष्य ध्यान रे स्थित होई जिबा उचित। ही पद द्वारा एही परि भावरे पूर्व और पर दुई श्लोक सहित एही श्लोकटी संबंध स्थापन करुछि। प्रश्न, इंद्रियाणी पद सहित प्रमाथिनी विशेषण प्रयोगर भाव कौन। उत्तर, प्रमाथिनी विशेषण प्रयोग करी देखाई दिया जाइछि जे पर्यंत मनुष्यर इंद्रिय माने बश होई न थांती, जे पर्यंत तार इंद्रिय माने विषय रे आसक्त होई रही थांती, से पर्यंत इंद्रिय माने मनुष्यर मन को बारंबार विषय सुखर प्रलोभन देखाई स्थिर हेबाकू दियंती नहीं, ताहाकू मंथन करी चलंती। प्रश्न, एठारे जततः एवं विपश्चितः एही दुई विशेषण सहित पुरुषस्य पदटी केउ पुरुष पई व्यवहृत होईछि एवं अपि पद प्रयोगर तात्पर्य कौन। उत्तर,
ଯେଉଁ ପୁରୁଷ ଶାସ୍ତ୍ର ଶ୍ରବଣ ମନନ ଦ୍ୱାରା ଏବଂ ବିବେକ ବିଚାର ଦ୍ୱାରା ବିଷୟମାନଙ୍କର ଦୋଷକୁ ଜାଣିପାରନ୍ତି ଏବଂ ସେଥିରୁ ଇନ୍ଦ୍ରିୟମାନଙ୍କୁ ଦୂରେଇ ଦେବାକୁ ଯତ୍ନ ମଧ୍ୟ କରିଥାନ୍ତି, ଅଥଚ ଯାହାଙ୍କର ବିଷୟାସକ୍ତିର ନାଶ ହୋଇପାରି ନଥାଏ ଓ ସେହି କାରଣରୁ ଯାହାଙ୍କର ଇନ୍ଦ୍ରିୟମାନେ ବଶ ହୋଇନଥାନ୍ତି, ସେହି ବୁଦ୍ଧିମାନ ଯତ୍ନଶୀଳ ସାଧକଙ୍କ ପାଇଁ ଯତତଃ ଏବଂ ବିପଶ୍ଚିତଃ ଦୁଇ ବିଶେଷଣ ସହିତ ପୁରୁଷସ୍ୟ ପଦଟି ବ୍ୟବହୃତ ହୋଇଛି। ତାହା ସହିତ ଅପି ପଦ ପ୍ରୟୋଗ କରି ଦେଖାଇ ଦିଆଯାଇଛି ଯେ ପ୍ରମଥନଶୀଳ ଇନ୍ଦ୍ରିୟମାନେ ଯେଉଁଠି ବିଷୟାସକ୍ତି ହେତୁ ବୁଦ୍ଧିମାନ ବିବେକୀ ଯତ୍ନଶୀଳ ପୁରୁଷଙ୍କର ମନକୁ ମଧ୍ୟ ବଳପୂର୍ବକ ବିଷୟରେ ପ୍ରବୃତ୍ତ କରାଇ ଦିଅନ୍ତି, ସେଠାରେ ସାଧାରଣ ଲୋକଙ୍କ କଥା ବା କ'ଣ କହିବା। ଅତଏବ ସ୍ଥିତପ୍ରଜ୍ଞ ଅବସ୍ଥା ପ୍ରାପ୍ତ ହେବାକୁ ଇଚ୍ଛା କରୁଥିବା ଲୋକ ସମ୍ପୂର୍ଣ୍ଣ ରୂପେ ଆସକ୍ତି ତ୍ୟାଗ କରି ଇନ୍ଦ୍ରିୟମାନଙ୍କୁ ନିଜର ବଶରେ ରଖିବାକୁ ବିଶେଷ ପ୍ରଯତ୍ନ କରିବା ଉଚିତ। एकषठीतम श्लोक ସମ୍ବନ୍ଧରେ କୁହାଯାଇଛି, ଏହିପରି ଇନ୍ଦ୍ରିୟ ସଂଯମର ଆବଶ୍ୟକତା ପ୍ରତିପାଦନ କରିବା ପରେ ବର୍ତ୍ତମାନ ସାଧକଙ୍କ କର୍ତ୍ତବ୍ୟ ବର୍ଣ୍ଣନା କରିବାକୁ ଯାଇ ପୁନର୍ବାର କହୁଛନ୍ତି ଯେ ଇନ୍ଦ୍ରିୟ ସଂଯମ ହିଁ ସ୍ଥିତପ୍ରଜ୍ଞ ଅବସ୍ଥାର ହେତୁ। ତେଣୁ ସାଧକଙ୍କ ପକ୍ଷରେ ଏହା ଆବଶ୍ୟକ ଯେ ତାଙ୍କୁ ସକଳ ଇନ୍ଦ୍ରିୟ ବଶ କରି ସମାହିତ ଚିତ୍ତ ହୋଇ ମୋର ପରାୟଣ ହୋଇ ଧ୍ୟାନରେ ବସିବାକୁ ପଡ଼ିବ, କାରଣ ଯେଉଁ ପୁରୁଷଙ୍କ ଇନ୍ଦ୍ରିୟମାନେ ବଶୀଭୂତ ହୋଇଥାନ୍ତି ତାଙ୍କର ବୁଦ୍ଧି ସ୍ଥିର ହୋଇଥାଏ। ପ୍ରଶ୍ନ, ଏଠାରେ ଇନ୍ଦ୍ରିୟମାନଙ୍କ ସହିତ ସର୍ବାଣୀ ବିଶେଷଣ ହେବାର ଅଭିପ୍ରାୟ କ'ଣ? ଉତ୍ତର, ସକଳ ଇନ୍ଦ୍ରିୟକୁ ବଶୀଭୂତ କରି ରଖିବାର ଆବଶ୍ୟକତା ଦେଖାଇବା ନିମନ୍ତେ ସର୍ବାଣୀ ବିଶେଷଣ ଦିଆଯାଇଛି, କାରଣ ବଶୀଭୂତ ହୋଇନଥିବା କୌଣସି ଗୋଟିଏ ଇନ୍ଦ୍ରିୟ ବି ମନୁଷ୍ୟର ମନ ବୁଦ୍ଧିକୁ ବିଚଳିତ କରି ସାଧନାରେ ବିଘ୍ନ ଘଟାଇପାରେ। ଅତଏବ ପରମାତ୍ମା ପ୍ରାପ୍ତି ଚାହୁଁଥିବା ପୁରୁଷ ସକଳ ଇନ୍ଦ୍ରିୟକୁ ସମ୍ପୂର୍ଣ୍ଣ ରୂପେ ବଶୀଭୂତ କରାଇ ଦେବା ଆବଶ୍ୟକ। ପ୍ରଶ୍ନ, ସମାହିତ ଚିତ୍ତ ଓ ଭଗବତ ପରାୟଣ ହୋଇ ଧ୍ୟାନରେ ବସିବାକୁ କହିବାର ଭାବ କ'ଣ? ଉତ୍ତର, ଇନ୍ଦ୍ରିୟମାନେ ସଂଯତ ହୋଇଯିବା ପରେ ବି ଯଦି ମନ ବଶରେ ନ ରହେ, ତେବେ ମନ ଦ୍ୱାରା ବିଷୟ ଚିନ୍ତନ ହୋଇ ସାଧକଙ୍କ ପତନ ଘଟେ ଏବଂ ପରମାତ୍ମା ହିଁ ମନବୁଦ୍ଧିର ଆଧାର ହୋଇ ନ ରହିଲେ ସାଧକ ସ୍ଥିର ହୋଇପାରନ୍ତି ନାହିଁ। ତେଣୁ ପରମାତ୍ମାଙ୍କ ଧ୍ୟାନ କରିବା ନିମନ୍ତେ ସମାହିତ ଚିତ୍ତ ଓ ଭଗବତ ପରାୟଣ ହୋଇ ବସିବାକୁ କୁହାଯାଇଛି। ଷଷ୍ଠ ଅଧ୍ୟାୟର ଧ୍ୟାନ ଯୋଗ ପ୍ରସଙ୍ଗରେ ବି ସେହି କଥା କୁହାଯାଇଛି। ଏପରି ଭାବରେ ମନ ଓ ଇନ୍ଦ୍ରିୟମାନଙ୍କୁ ବଶୀଭୂତ କରି ପରମାତ୍ମାଙ୍କ ଧ୍ୟାନରେ ଲାଗିଲେ ବୁଦ୍ଧି ସ୍ଥିର ହୋଇଯାଏ ଏବଂ ଶୀଘ୍ର ପରମାତ୍ମା ପ୍ରାପ୍ତି ହୋଇଯାଏ। ପ୍ରଶ୍ନ, ଯାହାଙ୍କ ଇନ୍ଦ୍ରିୟମାନେ ବଶୀଭୂତ ହୋଇଥାନ୍ତି ତାଙ୍କ ବୁଦ୍ଧି ସ୍ଥିର ହୋଇଯାଏ, ଏ କଥାର ତାତ୍ପର୍ଯ୍ୟ କ'ଣ? ଉତ୍ତର, ଶ୍ଲୋକର ପୂର୍ବାର୍ଦ୍ଧ ଇନ୍ଦ୍ରିୟମାନଙ୍କୁ ବଶ କରି ସଂଯତ ଚିତ୍ତ ଓ ଭଗବତ ପରାୟଣ ହୋଇ ଧ୍ୟାନରେ ବସିବାକୁ ଯାହା କୁହାଯାଇଛି ତାହାର ହେତୁ ରୂପରେ ଏହି ଉତ୍ତରାର୍ଦ୍ଧ ପ୍ରୟୋଗ କରାଯାଇଛି। ତେଣୁ ଏହାର ଭାବ ହେଲା ସର୍ବଥା ମମତା, ଆସକ୍ତି ଓ କାମନା ତ୍ୟାଗପୂର୍ବକ ମନ ଓ ଇନ୍ଦ୍ରିୟମାନଙ୍କୁ ସଂଯମିତ କରି ବୁଦ୍ଧିକୁ ପରମାତ୍ମାଙ୍କ ସ୍ୱରୂପରେ ସ୍ଥିର କରି ରଖିବା ଉଚିତ, କାରଣ ଯାହାଙ୍କର ଇନ୍ଦ୍ରିୟ ଗଣ ମନ ସହିତ ବଶ ହୋଇଯାଆନ୍ତି ସେହି ସାଧକଙ୍କର ବୁଦ୍ଧି ସ୍ଥିର ହୋଇଯାଏ ଏବଂ ଯାହାଙ୍କର ଇନ୍ଦ୍ରିୟଗଣ ମନ ସହିତ ବଶ ହୋଇନଥାନ୍ତି ତାଙ୍କର ବୁଦ୍ଧି ସ୍ଥିର ହୋଇ ରହିପାରେ ନାହିଁ। ତେଣୁ ମନ ଓ ଇନ୍ଦ୍ରିୟମାନଙ୍କୁ ବଶ କରି ରଖିବା ସାଧକଙ୍କ ପକ୍ଷରେ ଏକାନ୍ତ ଆବଶ୍ୟକ। ବାଷଠି ଶ୍ଲୋକ ସମ୍ବନ୍ଧରେ କୁହାଯାଇଛି, ଉପରୋକ୍ତ ପ୍ରକାରେ ମନ ସହିତ ଇନ୍ଦ୍ରିୟମାନଙ୍କୁ ବଶ ନ କଲେ ଏବଂ ଭଗବତ ପରାୟଣ ନ ହେଲେ କ୍ଷତି କ'ଣ? ଏହାର ଉତ୍ତର ପରବର୍ତ୍ତୀ ଦୁଇଟି ଶ୍ଲୋକରେ କହୁଛନ୍ତି।
ଏହି ଶ୍ଳୋକର ବ୍ୟାଖ୍ୟା ଏହି ପ୍ରକାର ବିଷୟ ଚିନ୍ତନ କରୁଥିବା ପୁରୁଷର ସେହି ବିଷୟମାନଙ୍କର ଆସକ୍ତି ହୋଇଯାଏ। ଆସକ୍ତିରୁ ସେହି ବିଷୟମାନଙ୍କ ପ୍ରତି କାମନା ଉତ୍ପନ୍ନ ହୋଇଯାଏ ଏବଂ କାମନାରେ ବାଧା ଉପୁଜିଲେ କ୍ରୋଧଜାତ ହୁଏ। ପ୍ରଶ୍ନ, ବିଷୟ ଚିନ୍ତନ କରୁଥିବା ମନୁଷ୍ୟର ସେଥିରେ ଆସକ୍ତି ଜାତ ହୋଇଯାଏ। ଏହି କଥାର ଭାବ କ'ଣ? ଉତ୍ତର, ଏ କଥାର ତାତ୍ପର୍ଯ୍ୟ ହେଉଛି ଯେଉଁମାନଙ୍କର ଭୋଗରେ ସୁଖ ଓ ରମଣୀୟ ବୁଦ୍ଧି ଥାଏ, ଯେଉଁମାନଙ୍କର ମନ ବଶ ହୋଇନଥାଏ, ଯେଉଁମାନେ ପରମାତ୍ମାଙ୍କ ଚିନ୍ତନ କରନ୍ତି ନାହିଁ, ପରମାତ୍ମାଙ୍କ ଠାରେ ପ୍ରେମ ନଥିବାରୁ ଏବଂ ତାଙ୍କର ଶରଣରେ ନଥିବାରୁ ସେହି ମନୁଷ୍ୟମାନଙ୍କ ମନରେ ଇନ୍ଦ୍ରିୟ ଭୋଗ୍ୟ ବିଷୟର ଚିନ୍ତନ ହେଉଥାଏ। ଏପରି ବିଷୟ ଚିନ୍ତନ କରି କରି ସେହି ବିଷୟମାନଙ୍କର ସେମାନଙ୍କର ଅତ୍ୟନ୍ତ ଆସକ୍ତି ଜାତ ହୋଇଯାଏ। ତେଣୁ ସେମାନଙ୍କର ମନ ଆଉ ବଶରେ ନ ରହି ବିଚଳିତ ହୋଇଯାଏ। ପ୍ରଶ୍ନ, ବିଷୟ ଚିନ୍ତନ ଦ୍ୱାରା କ'ଣ ସବୁ ପୁରୁଷଙ୍କ ମନରେ ଆସକ୍ତି ଜାତ ହୁଏ? ଉତ୍ତର, ଯେଉଁ ପୁରୁଷମାନଙ୍କର ପରମାତ୍ମା ପ୍ରାପ୍ତି ହୋଇଯାଇଛି ସେମାନଙ୍କ ପାଇଁ ବିଷୟ ଚିନ୍ତନ ଦ୍ୱାରା ଆସକ୍ତି ଜାତ ହେବାର କୌଣସି ପ୍ରଶ୍ନ ଉଠୁନାହିଁ। ବରଂ ଦୃଷ୍ଟ୍ୱା ନିବର୍ତ୍ତତେ ଦ୍ୱାରା ଭଗବାନ ସେପରି ପୁରୁଷଙ୍କର ସମ୍ପୂର୍ଣ୍ଣ ଆସକ୍ତି ଶୂନ୍ୟତା କଥା ଆଗରୁ କହିସାରିଛନ୍ତି। ସେମାନଙ୍କ ଛଡ଼ା ଅନ୍ୟ ସମସ୍ତଙ୍କ ମନରେ ଅଳ୍ପେ ବହୁତେ ଆସକ୍ତି ଜାତ ହୋଇଯାଏ। ପ୍ରଶ୍ନ, ଆସକ୍ତିରୁ କାମନା ଉତ୍ପନ୍ନ ହେବା କ'ଣ ଏବଂ କାମନାରୁ କ୍ରୋଧ ଉତ୍ପନ୍ନ ହେବା କ'ଣ? ଉତ୍ତର, ବିଷୟ ଚିନ୍ତନ କରୁ କରୁ ଲୋକର ଯେତେବେଳେ ସେଥିରେ ଅତ୍ୟନ୍ତ ଆସକ୍ତି ହୋଇଯାଏ ସେତେବେଳେ ତା ମନରେ ନାନା ପ୍ରକାର ଭୋଗ ପ୍ରାପ୍ତି ପାଇଁ ପ୍ରବଳ ଇଚ୍ଛା ଜାଗ୍ରତ ହୁଏ। ଏହା ହିଁ ଆସକ୍ତିରୁ କାମନା ଜାତ ହେବା। ଏହି କାମନାରେ କୌଣସି ପ୍ରକାର ବିଘ୍ନ ଉପସ୍ଥିତ ହେଲେ ଉକ୍ତ ବିଘ୍ନ ହେତୁ ଦ୍ୱେଷ ବୁଦ୍ଧି ହୋଇ କ୍ରୋଧ ଉତ୍ପନ୍ନ ହୋଇଯାଏ। ଏହା ହିଁ କାମନାରୁ କ୍ରୋଧ ଉତ୍ପନ୍ନ ହେବା।